ସାଧାରଣତଃ ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କଠାରେ ଦାନ୍ତଜନିତ ସମସ୍ୟା ଦେଖାଯାଉଛି। ଦାନ୍ତ ବ୍ୟଥା, ମାଢ଼ି ଯନ୍ତ୍ରଣା, ହଳଦିଆ ପଡ଼ିବା ଏଭଳି ସମସ୍ୟା ଦେଖାଯାଇଥାଏ। ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏହି ସବୁ ଦାନ୍ତ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏକ ଘରୋଇ ଉପଚାର ବିଷୟରେ କହିବୁ, ଯାହାଦ୍ୱାରା ଆପଣଙ୍କର ସବୁ ପ୍ରକାରର ଦାନ୍ତ ସମସ୍ୟା ବିନା କୌଣସି ସାଇଡ୍ ଇଫେକ୍ଟରେ ଭଲ ହୋଇଯିବ। ତେବେ ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ସୋରିଷ ତେଲର ଆବଶ୍ୟକତା ରହିଛି। ପ୍ରଥମେ 1 ରୁ 2 ଚାମଚ ସୋରିଷ ତେଲ ନିଅନ୍ତୁ। ବର୍ତ୍ତମାନ ସେଥିରେ ଅଧା ଚାମଚ ହଳଦୀ ଏବଂ 1 ଚାମଚ ଲୁଣ ମିଶାଇ ଦିଅନ୍ତୁ। ଏହାକୁ ଭଲ ଭାବରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ବର୍ତ୍ତମାନ ଏହି ଘରୋଇ ଟୁଥପେଷ୍ଟକୁ ଦାନ୍ତ ଘଷିବାରେ ପ୍ରୟୋଗ କଲେ ଦାନ୍ତଜନିତ କୌଣସି ସମସ୍ୟା ହେବ ନାହିଁ। ଏହାକୁ ଆଙ୍ଗୁଠିରେ ନେଇ ନିଜ ମାଢ଼ିରେ ମାଲିସ କରିଦିଅନ୍ତୁ। ଏହାକୁ 10 ମିନିଟ୍ ପର୍ଯ୍ୟନ୍ତ ମାଲିସ କଲେ ଦାନ୍ତ ବିନ୍ଧା, ଦାନ୍ତରେ ପୋକଜନିତ ସମସ୍ୟା ଏବଂ ଦୁର୍ଗନ୍ଧଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ। କେମିକାଲଯୁକ୍ତ ଟୁଥପେଷ୍ଟର ବ୍ୟବହାର ନ କରି ଏହି ଉପଚାରକୁ ବ୍ୟବହାର କରନ୍ତୁ। ସପ୍ତାହରେ ଥରେ ଆପଣ ଏହି ଉପାୟକୁ ପ୍ରୟୋଗ କଲେ ଆପଣଙ୍କର ଦାନ୍ତ ସମ୍ବନ୍ଧୀୟ କୌଣସି ସମସ୍ୟା ହେବ ନାହିଁ। ତେବେ ଆଉ ଏକ ପୁରୁଣା ଉପଚାର ଅନୁଯାୟୀ ଗୋବର ଘଷି ପାଉଁଶର ଆବଶ୍ୟକତା ରହିଛି। ଅନେକ ପୁରାତନ କାଳରୁ ଦାନ୍ତଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗୋବର ଘଷି ଗୁଣ୍ଡର ପ୍ରୟୋଗ ହୋଇ ଆସୁଛି। ଦ୍ୱିତୀୟ ସାମଗ୍ରୀ ହେଉଛି ଫିଟିକିରି। 1 ଚିମୁଟା ଫିଟିକିରି ଗୁଣ୍ଡ ସେହି ଗୋବର ଘଷି ଗୁଣ୍ଡରେ ମିଶାଇବା ପରେ 1 ଚିମୁଟା ଲୁଣ ପକାଇ ମଧ୍ୟ ମିଶାଇ ଦିଅନ୍ତୁ। ଏହାକୁ ଯଦି ଆପଣ ସପ୍ତାହରେ ଥରେ କିମ୍ବା ନିୟମିତ ଟୁଥପେଷ୍ଟ ଆକାରରେ ବ୍ୟବହାର କରନ୍ତି, ତେବେ ଦାନ୍ତଜନିତ କୌଣସି ପ୍ରକାରର ସମସ୍ୟା ଦୂରେଇ ଯିବ। ଏହାର ପ୍ରୟୋଗ ଦ୍ୱାରା ଦାନ୍ତ ବ୍ୟଥା, ପୋକ ଲାଗିବା, ହଳଦିଆ ଦାନ୍ତ କିମ୍ବା କଳା ଦାନ୍ତ ଭଳି ସମସ୍ୟା ଦୂର ହୋଇଯିବ। ଅନେକ ଲୋକ ବିନା ବିଡ଼ି, ସିଗାରେଟ, ଗୁଟଖା ପ୍ରୟୋଗ ଦ୍ୱାରା ମଧ୍ୟ ସେମାନଙ୍କ ଦାନ୍ତ ହଳଦିଆ ପଡ଼ିଯାଏ। ତେଣୁ ଏଭଳି ପରିସ୍ଥିତିରେ ଆମ୍ବ ପତ୍ର ଆଣି ତାକୁ ଚୋବାନ୍ତୁ। ଅଧିକ ସମୟ ଚୋବାଇବା ପରେ ତାହାର ଏକ ଖଦଡ଼ିଆ ଅଂଶ ପାଟିରେ ରହିଯିବ, ଯାହାକୁ ନେଇ ଦାନ୍ତକୁ ଘଷନ୍ତୁ। ଏହାଦ୍ୱାରା ହଳଦିଆ ଦାନ୍ତ ଧଳା ହୋଇଯିବ। ଏହାଦ୍ୱାରା ଆପଣଙ୍କୁ ଅନ୍ୟ କୌଣସି ଦାନ୍ତ ସମସ୍ୟା ମଧ୍ୟ ହେବ ନାହିଁ। କେବଳ ଆମ୍ବ ପତ୍ରର ବ୍ୟବହାର କରି ଆପଣ ଦାନ୍ତ ସମସ୍ୟାରୁ ମୁକ୍ତି ପାଇପାରିବେ। ଆଉ ଏକ ଉପଚାର ଅନୁଯାୟୀ ଲେମ୍ବୁ ଚିପୁଡ଼ି ସାରିବା ପରେ ରସ ନଥିବା ଓଦାଳିଆ ଚୋପାକୁ ଓଲଟାଇ ସେଥିରେ ଲୁଣ ପକାଇ ଦାନ୍ତରେ ଘଷନ୍ତୁ। 5 ମିନିଟ୍ ପର୍ଯ୍ୟନ୍ତ ଏହିଭଳି ଘଷିଲେ ଦେଖିଲେ ଦାନ୍ତର ହଳଦିଆପଣ ଦୂର ହୋଇଯିବ। ଯଦି ଆପଣଙ୍କ ଦାନ୍ତ କଳା ପଡ଼ିଯାଉଛି, ତେବେ ଆପଣ ଏହି ଉପାୟ ଆପଣେଇ ପାରିବେ। ମାର୍କେଟରୁ ମିଳୁଥିବା କେମିକାଲ ଟୁଥପେଷ୍ଟର ବ୍ୟବହାର ନ କରି ଯଦି ଆପଣ ଏହି ଘରୋଇ ଉପଚାରକୁ ପ୍ରୟୋଗ କରନ୍ତି, ତେବେ ଆପଣଙ୍କର ଦାନ୍ତଜନିତ କୌଣସି ପ୍ରକାରର ସମସ୍ୟା ସବୁଦିନ ପାଇଁ ଦୂରେଇ ଯିବ।